ଆସନ୍ତୁ ଦେଖିବା ଏପ୍ରିଲ 2026ରେ ମେଷ ରାଶିର ବ୍ୟକ୍ତିମାନଙ୍କର ସମୟ କିପରି ରହିବ। ମେଷ ରାଶିର ଧନାଧିପତି ଏବଂ ସପ୍ତମ ସ୍ଥାନର ଅଧିପତି ଶୁକ୍ର ପ୍ରଥମ ସ୍ଥାନରେ ଥିବାରୁ ନିଜ ଉଦ୍ୟମରେ ଆପଣ ଅର୍ଥ ଉପାର୍ଜନ କରିବେ। ପରିବାରରେ ମଧ୍ୟ ଶାନ୍ତି ରହିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଧ୍ୟ ଭଲ ରହିବ। ମାତ୍ର ରାଶିର ଅଧିପତି ମଙ୍ଗଳ ଦ୍ୱାଦଶ ସ୍ଥାନରେ ଥିବାରୁ ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖର୍ଚ୍ଚ ମଧ୍ୟ ଏହି ମାସରେ ବଢ଼ିପାରେ। ଆପଣଙ୍କର ତୃତୀୟ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଛନ୍ତି। ତୃତୀୟ ବୃହସ୍ପତି ଶୁଭଫଳ ପ୍ରଦାନ କରନ୍ତି ନାହିଁ। ମାତ୍ର ବୃହସ୍ପତିଙ୍କର ଦୃଷ୍ଟି ଆପଣଙ୍କର ସପ୍ତମ ସ୍ଥାନକୁ, ନବମ ସ୍ଥାନକୁ ଏବଂ ଏକାଦଶ ସ୍ଥାନକୁ ରହୁଛି। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ। ଭାଗ୍ୟରେ ଉନ୍ନତି ହେବ। ପିତାଙ୍କ ସହିତ ମଧ୍ୟ ସମ୍ପର୍କ ଭଲ ରହିବ। ହାୟର ଏଜୁକେସନର ସୁଯୋଗ ମିଳିପାରେ। ଅଦରକାରୀ ଖର୍ଚ୍ଚ ଉପରେ ମଧ୍ୟ ଆପଣଙ୍କର ଲଗାମ ଲାଗିପାରେ। ପଞ୍ଚମ ସ୍ଥାନରେ କେତୁ ଅଛନ୍ତି, ତେଣୁ ବିଦ୍ୟା ଶିକ୍ଷା ଦୃଷ୍ଟିରୁ ସମୟ ଏତେ ଭଲ ରହିବ ନାହିଁ। ବିଦ୍ୟାର୍ଥୀମାନଙ୍କର ପାଠପଢ଼ାରେ ମନ ଲାଗିବ ନାହିଁ। ସନ୍ତାନମାନଙ୍କ ସହିତ ଆପଣଙ୍କର ସମ୍ପର୍କରେ ଦୂରତା ଦେଖାଦେଇପାରେ। ଆପଣଙ୍କର ଏକାଦଶ ସ୍ଥାନରେ ରାହୁ ଅଛନ୍ତି। ଏକାଦଶ ରାହୁ ଶୁଭଫଳ ପ୍ରଦାନ କରନ୍ତି। ଆପଣ ଯଦି ଆଇଟି ସେକ୍ଟର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେୟାର ମାର୍କେଟ, ଆଷ୍ଟ୍ରୋଲୋଜି ବା ଆଷ୍ଟ୍ରୋ ସାଇନ୍ସ, କମିଶନ ଏଜେଣ୍ଟ ଇତ୍ୟାଦି ପ୍ରଫେସନରେ ଥିବେ ତେବେ ନିଶ୍ଚୟ ଶୁଭଫଳ ମିଳିବ। ଆପଣଙ୍କର ଦ୍ୱାଦଶ ସ୍ଥାନରେ ଶନି, ରବି ଏବଂ ମଙ୍ଗଳ ଅବସ୍ଥାନ କରୁଛନ୍ତି। ଦ୍ୱାଦଶ ଶନି ଶୁଭଫଳ ପ୍ରଦାନ କରନ୍ତି ନାହିଁ। ଏହା ହେଉଛି ଶନି 7.5ର ପ୍ରଥମ ଚରଣ। ମାନସିକ ଚିନ୍ତା, ଅର୍ଥହାନି, କର୍ମକ୍ଷେତ୍ରରେ ବିଳମ୍ବ ଇତ୍ୟାଦି ରହିବ। ରବି ଏବଂ ମଙ୍ଗଳ ଶନିଙ୍କର ଶତ୍ରୁ ଗ୍ରହ, ତେଣୁ ତାଙ୍କଠାରୁ ମଧ୍ୟ ଶୁଭଫଳ ମିଳିବାର ସମ୍ଭାବନା ନାହିଁ। 14 ଏପ୍ରିଲ ପରେ ରବି ମେଷ ରାଶିକୁ ଚଳନ କଲା ପରେ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ବିଦ୍ୟା ଶିକ୍ଷା କ୍ଷେତ୍ରରେ ମଧ୍ୟ ଶୁଭ ସମୟ ଆସିବ। ସନ୍ତାନମାନଙ୍କର ଉନ୍ନତି ହେବ। ଶନି ଏବଂ ବୃହସ୍ପତିଙ୍କର ପ୍ରତିକାର କରନ୍ତୁ, ଶୁଭ ହେବ।